ରାଣୀକ୍ଷେତ ରୋଗ କାହାକୁ ହୋଇଥାଏ? ଏ. ପାରା, ବି. କୁକୁଡ଼ା, ସି. କାଉ, ଡି. ଚିଲ। ଆନ୍ସର ହେଉଛି କୁକୁଡ଼ା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜୀବ କେବେ ପାଣି ପିଏ ନାହିଁ? ଏ. ବିରାଡ଼ି, ବି. ଜିରାଫ, ସି. କଙ୍ଗାରୁ, ଡି. ସାପ। ସଠିକ ଉତ୍ତର ହେଉଛି ସି. କଙ୍ଗାରୁ ମୂଷା। ପରବର୍ତ୍ତୀ ପ୍ରଶ୍ନ, ପେଙ୍ଗୁଇନ ପ୍ରତି ଘଣ୍ଟାରେ କେତେ ମାଇଲ ବେଗରେ ପହଁରିପାରେ? ଏ. 40 ମାଇଲ, ବି. 20 ମାଇଲ, ସି. 30 ମାଇଲ, ଡି. 50 ମାଇଲ। ସଠିକ ଉତ୍ତର ହେଉଛି 40 ମାଇଲ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ଼? ଏ. କୁକୁଡ଼ା, ବି. ବତକ, ସି. କୋଇଲି, ଡି. ଓଟ ପକ୍ଷୀ। ସଠିକ ଉତ୍ତର ହେଉଛି ଓଟ ପକ୍ଷୀ। ପରବର୍ତ୍ତୀ ପ୍ରଶ୍ନ, ଠିଆ ହୋଇ ଶୋଉଥିବା ଜୀବ କିଏ? ଏ. ଘୋଡ଼ା, ବି. ଓଟ, ସି. ଜିରାଫ, ଡି. ହରିଣ। ସଠିକ ଉତ୍ତର ହେଉଛି ଘୋଡ଼ା। ପରବର୍ତ୍ତୀ ପ୍ରଶ୍ନ, ଶିମିଳିପାଳ ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ? ଏ. କଳାହାଣ୍ଡି, ବି. ଭଦ୍ରକ, ସି. ମୟୂରଭଞ୍ଜ, ଡି. ମାଲକାନଗିରି। ସଠିକ ଉତ୍ତର ହେଉଛି ମୟୂରଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜୀବର ଦୃଷ୍ଟିଶକ୍ତି ଅତି ପ୍ରଖର? ଏ. ଚିଲ, ବି. ପାରା, ସି. ଶୁଆ, ଡି. କୋଇଲି। ସଠିକ ଉତ୍ତର ହେଉଛି ପାରା। ପରବର୍ତ୍ତୀ ପ୍ରଶ୍ନ, ହାତୀର ଗର୍ଭଧାରଣ ସମୟ କେତେ ଦିନ? ଏ. 660 ଦିନ, ବି. 580 ଦିନ, ସି. 640 ଦିନ, ଡି. 560 ଦିନ। ସଠିକ ଉତ୍ତର ହେଉଛି 660 ଦିନ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁଠାରେ ହାତୀମାନଙ୍କ ପାଇଁ ଅଭୟାରଣ୍ୟ ଅଛି? ଏ. ଚିଲିକା, ବି. ଚନ୍ଦକା, ସି. ଶିମିଳିପାଳ, ଡି. ଟିକରପଡ଼ା। ସଠିକ ଉତ୍ତର ହେଉଛି ଚନ୍ଦକା। ଯଦି ଆପଣମାନଙ୍କୁ ଆମ ଭିଡ଼ିଓ ଦେଖିବା ପାଇଁ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ନେକ୍ସଟ ଭିଡ଼ିଓ ଦେଖା